ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଦ୍ୱାବିଂଶ ଅଧ୍ୟାୟ। କୃଷ୍ଣ ଚରିତ ମନେ ଘେନି କହନ୍ତି ମୈତ୍ରେୟ ମୁନି। ମୈତ୍ରେୟ ବାଚ ଏ ଅନ୍ତେ ଶୁଣ ହେ ବିଦୁର ସେ ପୃଥୁ ଦେବ ରାଜ୍ୟେଶ୍ୱର। ପ୍ରଜା ପାଳନେ ଧର୍ମଶୀଳ ହରି ଭକତିର ସେ ଭୋଳ। ସେ ରାଜ୍ୟେ ଯେତେ ପ୍ରଜାଗଣ ପିତୃଦେବ ଋଷି ବ୍ରାହ୍ମଣ। ପୃଥୁଙ୍କ ଗୁଣ ବଖାଣନ୍ତି ସେ ସର୍ବେ ହରିଙ୍କି ପୂଜନ୍ତି। ଏମନ୍ତେ କେତେ କାଳାନ୍ତରେ ବିଜୟ କଲେ ମୁନିବରେ। ସେ ସିଦ୍ଧଗଣ ମଧ୍ୟେ ବର ବିଶେଷେ ବ୍ରହ୍ମାଙ୍କ କୁମର। ତପସାଧନେ ବିରାଜନ୍ତି ସୂର୍ଯ୍ୟ କିରଣ ପ୍ରାଏ ଜ୍ୟୋତି। ଆକାଶେ ଦେଖିଲେ ରାଜନ କାନ୍ତିରୁ କଲେ ଅନୁମାନ। ଏ ସର୍ବେ ସିଦ୍ଧ ସନକାଦି ବିଷ୍ଣୁ ଭକତ ବ୍ରହ୍ମବାଦୀ। ଲୋକଙ୍କ ପାପ ଶୁଦ୍ଧି ଅର୍ଥେ ଭ୍ରମଣ କରନ୍ତି ଜଗତେ। ନିଶ୍ଚୟ ଜାଣି ଅନୁମାନେ ଉଠିଲେ ସହାସ୍ୟ ସଗଣେ। ତାଙ୍କ ଦର୍ଶନେ ନୃପ ପ୍ରାଣ ଊର୍ଦ୍ଧ୍ୱକୁ କଲା କି ଗମନ। ଯେହ୍ନେ ଜୀବନ ପିଣ୍ଡ ପାଇ ସତ୍ୱରେ ଉଠିଲେ ଚିତୋଇ। ସଦସ୍ୟ ଆଦି ଯେତେ ଥିଲେ ସକଳେ ସତ୍ୱରେ ଉଠିଲେ। ଯେସନେ ଗନ୍ଧାଦି ଗୁଣକୁ ଜୀବ ଉତ୍ସୁକ ଘେନିବାକୁ। ତେସନେ ନୃପ ହେଲେ ଉଭା ମୁନି ପ୍ରବେଶ ହେଲେ ସଭା। ଆନନ୍ଦେ ପୃଥୁ ନୃପବର ପ୍ରଣମି ମୁନିଙ୍କ ପୟର। ସୁଗନ୍ଧ ଶୀତ ଜଳ ନେଇ ପଦ କମଳ ଦେଲେ ଧୋଇ। ବିଦ୍ୟା ଆସନେ ବସାଇଲେ ସବିଧି ବେଭାରେ ପୂଜିଲେ। ତାହାଙ୍କ ଚରଣ ସଲିଳେ ଅଳକ ବନ୍ଧ ସମ୍ମାର୍ଜିଲେ। ଯେ ପ୍ରାଣୀ ହୋଏ ଶୀଳବନ୍ତ ତାହାଙ୍କ ଚରିତ ଏମନ୍ତ। ଛାଡ଼ି ନୃପତି ଅଭିମାନ ଆନନ୍ଦେ କଲେ ବହୁମାନ୍ୟ। ହାଟକ ଆସନେ ବସାଇ ପାଦ ଉଦକ ଶିରେ ଲଇ। ସେ ଭବ ଅଗ୍ରଜନ୍ମା ଯେଣୁ ରାଜନ ମାନ୍ୟ କଲେ ତେଣୁ। ଭାବେ ପ୍ରତୋଷୀ ତାଙ୍କ ମନ କହନ୍ତି ମଧୁର ବଚନ। ପୃଥୁବାଚ ଆଜ ମୋ ପୂର୍ବ ଭାଗ୍ୟ ଫଳ ଜୀବନ ହୋଇଲା ସଫଳ। ଦୁର୍ଲଭ ଦେଖିଲି ତୁମ୍ଭଙ୍କୁ ଖୋଜି ନ ପାନ୍ତି ଯୋଗୀଞ୍ଜାଙ୍କୁ। କି ତାର ଦୁର୍ଲଭ ସଂସାରେ ଯେ ଅବା ଅଛି ଇହ ପରେ। ଯାହାକୁ ବିଷ୍ଣୁ ବୈଷ୍ଣବ ପ୍ରସନ୍ନ ବିପ୍ର ସଦାଶିବ। ଅବ୍ୟକ୍ତ ଗତି ଯେ ତୁମ୍ଭର ଭ୍ରମଣ ଚତୁର୍ଦଶ ପୁର। ଅଭାଗ୍ୟବନ୍ତ ପ୍ରାଣୀ ଯେହି ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ। ଏ ଆତ୍ମା ପୁରୁଷ ଯେ ସନେ ସକଳ ଦେଖଇ ଚେତନେ। ତାହାକୁ ନ ଦେଖନ୍ତି କେହି ଏ ବିଶ୍ୱ ହେତୁଭୂତ ଯେହି। ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି ଧନ୍ୟ ମୋ ଜୀବନ ମଣିଲି। ନିର୍ଧନ ଗୃହେ ଯେହ୍ନେ ଧନ ଅଣ ଆୟାସେ ଲଭେ ପୁଣ୍ୟ। ତେହ୍ନେ ମଣିଲି ଅଦଭୁତ କି ଭାଗ୍ୟେ ତୁମ୍ଭେ ଉପଗତ। ଯା ଗୃହେ ଅତିଥି ଆଗତ ଭାବେ ପୂଜଇ ଶୁଦ୍ଧ ଚିତ୍ତ। ବିଭବେ ପୂଜି ବହୁବିଧେ କାୟ ବାଚିକ ମନ ଶୁଦ୍ଧେ। ବିଭବହୀନ ଯେ ବାଜନ ପୂଜିବ ଯେ ବିଧି ବିଧାନ। ଭୂମି ଉଦକ ତୃଣାସନେ ଦେଇ ପୂଜିବ ଶୁଦ୍ଧ ମନେ। ଏ ଭାବେ ଯେ ବା ନ ପୂଜନ୍ତି ସେ ବ୍ୟର୍ଥ ଜୀବନେ ଜୀବନ୍ତି। ବ୍ୟାଳ ଆଳୟ ଦ୍ରୁମ ଯେହ୍ନେ ତା ଗୃହ ଭୟଙ୍କର ତେହ୍ନେ। ଯା ଗୃହ ଗତେଣ ଅତିଥି ସୁଖେ ଚରଣ ନ ଧୁଅନ୍ତି। ତାର ଜୀବନ ଅକାରଣ ବ୍ୟର୍ଥ ଆୟୁଷ ଯଶ ଗୁଣ। ଯେ ଭକ୍ତ ଜନଙ୍କୁ ନ ସେବେ ତା ସୁଖ ସମ୍ପଦି କି ଲାଭେ। ଭୋମୁନି ତୁମ୍ଭ ଆଗମନ ମଙ୍ଗଳ ମଣିଲି ଜୀବନ।
ତୁମ୍ଭର ବ୍ରତ ବିଧି ଆଦି ଆଚରନ୍ତି ଯେ ମୋକ୍ଷବାଦୀ। ଯେ ବାଳ ବୟସୁ ଆଚରେ ସେ ତେବେ ମୋକ୍ଷ ମାର୍ଗ ଧରେ। ଏ ବାଳ ପୌଗଣ୍ଡ କୈଶୋରେ ଯେ ଧରେ ଦୃଢ଼ ନିଷ୍ଠା ପରେ। ସେ ତେବେ ମୋକ୍ଷ ପଦେ ଯାନ୍ତି ଏ ବିଷ୍ଣୁ ମାୟାରୁ ତରନ୍ତି। ଇନ୍ଦ୍ରିମାନଙ୍କ ବିଷୟ ନ ଛାଡ଼େ ଯାହାର ହୃଦୟ। ସେ କାହିଁ ସୁଖ ନ ଲଭନ୍ତି ସ୍ୱକର୍ମ ବନ୍ଧେ ବନ୍ଦୀ ହୁଅନ୍ତି। ଏ ଘୋର ସଂସାରେ ପଡ଼ିଣ ଦୁଃଖ ଭୁଞ୍ଚନ୍ତି ଜ୍ଞାନହୀନ। ଭୋ ମୁନି ଗଣେ ତୁମ୍ଭେ ଜ୍ଞାନୀ ଆତ୍ମାରାମଙ୍କ ମଧ୍ୟେ ମାନି। ଏଣୁ ଯେ ତୁମ୍ଭମାନଙ୍କରେ କୁଶଳ ପ୍ରଶ୍ନ କେ ପଚାରେ। ତୁମ୍ଭର ମତି ବୃତ୍ତି ମାନେ କୁଶଳା କୁଶଳ ନ ଘେନେ। ଏହି ବିଶ୍ୱାସ ମୋର ଅଛି ସଭଏ ନ ପାରଇ ପୁଛି। ସଂସାର ତାପେ ଯେ ତାପିତ ତାଙ୍କ କୁଶଳ ଯେ ଚରିତ। ତୁମ୍ଭେ ତପସ୍ୱୀ ଗଣ ମିତ୍ର ନିର୍ମଳ ଚରିତ ପବିତ୍ର। ଏ ଅଭିପ୍ରାଏ ମୁଁ ପୁଛଇ ଫେଡ଼ିଣ କହିବା ଗୋସାଇଁ। ଏ ଦୁଃଖ ଅଜ୍ଞାନ ସଂସାରେ ଏ ଜୀବ ଭ୍ରମେ ନିରନ୍ତରେ। ଭୋ ମୁନି କିବା କର୍ମ କଲେ ଏ ଜୀବ ନିସ୍ତରିବେ ଭଲେ। ଏ ଅଭିପ୍ରାଏ ମୁଁ ପୁଛଇ ଭକ୍ତ ଉଦ୍ଧାରଣେ ଗୋସାଇଁ। ତୁମ୍ଭେ ଭକତ ଜନ ହିତେ କୁଶଳ ବାଞ୍ଛ ଅବିରତେ। ସିଦ୍ଧ ଯୋଷୀନ୍ଦ୍ର ରୂପ ଧରି ସଂସାରେ ଭ୍ରମୁତାନ୍ତି ହରି। ସିଦ୍ଧ ଯୋଗୀନ୍ଦ୍ର ରୂପ ଧରି ସଂସାରେ ଭ୍ରମୁଥାନ୍ତି ହରି। ସକଳ ଆତ୍ମା ସେ ଗୋସାଇଁ ଭ୍ରମନ୍ତି ସନ୍ଥ ଜନ ପାଇଁ। ସେ ଆଜ ସିଦ୍ଧ ରୂପେ ଥାନ୍ତି ଆପକୁ ଆପେ ପ୍ରକାଶନ୍ତି। ପ୍ରତ୍ୟକ୍ଷେ ତୁମ୍ଭେ ସେ ଗୋସାଇଁ ଦର୍ଶନେ ନିସ୍ତରିଲି ମୋହି। ଏ ଭବ ତରଣ ଉପାଏ ଫେଡ଼ିଣ କହିବା ଥୋକାଏ। ତୁମ୍ଭେ ଯେ ମୋତେ କୃପା ଘେନି ଆମ୍ଭ କୁଶଳ କହ ମୁନି। ମୈତ୍ରେୟ ବାଚ ଏମନ୍ତେ ଶୁଣ ହେ ବିଦୁର ସେ ପୃଥୁ ବଚନ ମଧୁର। ଶ୍ରବଣେ ତୋଷ ହେଲେ ମୁନି ସାଧୁ ସମ୍ମତ ବାକ୍ୟ ଘେନି। ହରଷେ କହନ୍ତି କୁମାର ଶୁଣ ହେ ପୃଥୁ ନୃପବର। ସଂସାରେ ସାଧୁ ଜନ ଯେହି ତାଙ୍କ ମହିମା ସିନା ଏହି। ବିଷୟ ସୁଖ ନ ଘେନନ୍ତି ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି। ତୁମ୍ଭେ ଯେ ପଣ୍ଡିତ ସୁଶୀଳ ଏଣୁ ଉତ୍ତମ ପଚାରିଲ। ସୁସାଧୁ ଜନଙ୍କ ସଙ୍ଗତ ଉଭୟ ଲୋକଙ୍କୁ ସେହିତ। ଏଣୁ ସାଧୁଙ୍କ ସମ୍ଭାଷଣ ସୁପୁଣ୍ୟ ମଙ୍ଗଳ କାରଣ। ଅଶେଷ ଜୀବ ହିତ କରେ ଏଣୁ ପଚାରିଲ ବେଭାରେ। ସୁଶାନ୍ତ ଆମ୍ଭ ମନ ହେଲା ତୁମ୍ଭ ପ୍ରସନେ ଦୁଃଖ ଗଲା। ଏବେ ହୁ ଶୁଣ ନୃପବର କହିବା ଏଥି ପ୍ରତିକାର। ଯେ ମୋକ୍ଷ ସାଧନ ପୁଛିଲ ଅଶେଷ ଜୀବର ଯେ ଭଲ। ଉପାୟ ଅଛଇ ଯେ ଏକ ଭୋ ନୃପ ମନେ ବୁଝି ଦେଖ। ଗୋବିନ୍ଦ ଚରଣ କମଳେ ଯେ ପ୍ରାଣୀ ଭଜନ୍ତି ସୟଳେ। ତରନ୍ତି ଏ ଭବ ଜଳଧି ଯେ ପ୍ରାଣୀ ଭଜେ ନିରବଧି। ତ୍ରିବିଧ କୃଷ୍ଣ ଉପାସନ ରଜ ସାତ୍ୱିକ ତମ ଗୁଣ। ତାମସ ଭକ୍ତ ଏ ଲକ୍ଷଣ କହିବା ଏଥିର କାରଣ। ଶ୍ରୀକୃଷ୍ଣ ଭକତଙ୍କ ମେଳେ ଯେ ନାଚେ ସଂକୀର୍ତ୍ତନ ବେଳେ। ତହିଁ ଯାହାର ନୁହେଁ ରତି ସେହି ନ କପଟ ଭକତି। ତାହାର ଅନ୍ତର ମଳିନ କାମ କଷାଏ ହୋଏ ହୀନ। ତାମସ ଭକ୍ତ ବୋଲି ତାରେ ନ ତରେ ଏ ଭବ ସାଗରେ। କୃଷ୍ଣ ଭଜନେ ହୋଏ ରତି ଆତ୍ମାକୁ ବିଶୁଦ୍ଧ କରନ୍ତି। ଯେ ନିଷ୍ଠା ଶାସ୍ତ୍ର ମାର୍ଗେ କହେ ନିଶ୍ଚୟ ବୁଝ ନର ରାଏ। ସେଟି ନିର୍ମଳ ଜ୍ଞାନ ହେତୁ ଭବ ସାଗର ପାର ସେତୁ। ଚିତ୍ତ ବିଶୁଦ୍ଧ ଯାର ନାହିଁ ତାର ବୈରାଗ୍ୟ ଜ୍ଞାନ କାହିଁ।
হরিচরণে সেবারতি বৈরাগ্য নিশ্চল ভকতি। এটি কৈবল্য সুসাধন নিশ্চয় বুঝতু রাজন। বৈরাগ্যে হয়ে যে অসঙ্গ তহু জন্মই ভক্তি অঙ্গ। তেণু তা দেহে সঙ্গ নাহি এণুটি আত্মেরতি ହୋଇ। ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ବ୍ୟାପୀ ଅଛୈଶଳୟ। ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ବ୍ୟାପୀ ଛଇ ଅଶେଷ ଶୟଳ। ଭକ୍ତି ବୈରାଗ୍ୟେ ତାକୁ ପାଇ ଏ ବିନେ ଜୀବ ଭ୍ରମୁଥାଇ। ସେ ବ୍ରହ୍ମେ ଏରତି ପ୍ରକାର ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର। ହରିଚରଣେ ଯେବେ ଭାବେ ନିଷ୍କାମ ଭକ୍ତି ହୋଏ ତେବେ। ଯୋଗରେ ନିଷ୍ଠା ଥାଇ ଯାର ପୁଛଇ ଶାସ୍ତ୍ର ମାର୍ଗ ସାର। ଯୋଗୀନ୍ଦ୍ର ଗଣେ ସେବା କଲେ ସେ ରତି ଲଭେ ବ୍ରହ୍ମ ତୁଲେ। କିଏ ବା ହରି ସଂକୀର୍ତ୍ତନ ଶୁଣେ ଶ୍ରବଣେ କରେ ଧ୍ୟାନ। ଅସଙ୍ଗ ରତି ଏହି ଭାବେ ସାଧନ ତାରତମ୍ୟେ ଲଭେ। ଶୁଣ ରାଜନ କୃଷ୍ଣ ଲୟେ ତ୍ରିବିଧ ପ୍ରକାରେ ଯେ ହୋଏ। ଯେ ମାର୍ଗେ ଯେ ସାଧ୍ୟ କରନ୍ତି ବ୍ରହ୍ମ ନିର୍ବାଣେ ହୋଏ ରତି। ଅର୍ଥ ବାଞ୍ଛିତ ମନ ଯାର ତାମସେ ବଦ୍ଧ ସେହୁ ନର। ଯେ ପ୍ରାଣୀ ଇନ୍ଦ୍ରି ଭୋଗ ବଶ ତାହାକୁ ବୋଲିଟି ରାଜସ। ଏହାଙ୍କୁ ନ କରିବ ସଙ୍ଗ ସେ ସଙ୍ଗ ଦୋଷେ ଜ୍ଞାନ ଭଙ୍ଗ। ତହିଁ ନ ଦେବ ମନ ଦୃଷ୍ଟି କେବେହେଁ ନ କରିବ ଗୋଷ୍ଠୀ। ସେ ସଙ୍ଗ ଯେ ବା ଆଦରନ୍ତି ସକାମ ଅର୍ଥ ସେ ବାଞ୍ଛନ୍ତି। ଏଣୁ ତାହାଙ୍କ ସଙ୍ଗ ତେଜି ଯେ ପ୍ରାଣୀ ଆତ୍ମା ଲାଭ ଖୋଜି। ନିଃସଙ୍ଗେ ନିର୍ଜନେ ସେ ବଇ ତେବେ ଆତ୍ମାକୁ ଭେଟ ପାଇ। ଏ ରୂପେ ହୋଏ ବ୍ରହ୍ମେ ରତି ଶୁଣ ସୁମନେ ହେ ନୃପତି। ଅପରେ ଅସାଧୁ କହିବା ଯାହାର ନାହିଁ ଭକ୍ତି ସେବା। ହରିଚରଣେ ଭକ୍ତି ନୋହି ତାହାର ବ୍ରହ୍ମେ ରତି କାହିଁ। ସେ ହରି ଗୁଣ ସୁଧା ପାନ ସେ ବିନୁ ନୋହେଁ ବ୍ରହ୍ମ ଜ୍ଞାନ। ଅହିଂସା ଧର୍ମେ ଯେ ବା ଥାନ୍ତି ଏ ବ୍ରହ୍ମ ଜ୍ଞାନ ସେ ଲଭନ୍ତି। ପରମହଂସର ଯେ ବିଧି ତିତିକ୍ଷା ଶମ ଦମ ଆଦି। ଆତ୍ମାର ହିତ ଅନୁଧ୍ୟାନେ ନିର୍ଗୁଣ ହୋଏ ବ୍ରହ୍ମ ଜ୍ଞାନେ। ସେ ହରି ପରମ ପୁରୁଷ ତାହାଙ୍କ ଚରିତ ପୀୟୁଷ। ସେ ସୁଧା ପାନ ଯେବେ କରେ ତେବେ ସେ ବ୍ରହ୍ମ ଜ୍ଞାନ ଧରେ। ଯମ ନିୟମ ସମ ଦମ ଏ ଆଦି ସାଧନ ନିର୍ଗୁଣ। ସଂସାରେ ଶାସ୍ତ୍ର ବ୍ୟବହାରେ ନିନ୍ଦା ଧର୍ମକୁ ନ ଆଚରେ। ପରମ ଧର୍ମ ଏ ବିଚାରେ ନିର୍ମଳ ବାହ୍ୟ ଅଭ୍ୟନ୍ତରେ। ଶୀତୋଷ୍ଣ ସୁଖ ଦୁଃଖ ସହେ ସେ ତେବେ ବ୍ରହ୍ମ ଜ୍ଞାନ ବହେ। ହରି ଭକତ ଯେତେ ଜନ ଏ ସର୍ବ ତାହାଙ୍କ ଭୂଷଣ। ଯେତେ କୃଷ୍ଣର ଗୁଣ ଗ୍ରାମ ତହିଁ ସାଧକ ଯେଉଁ ଜନ। ତେଣୁ ବଢ଼ଇ ତାର ଭକ୍ତି ଆନ ପ୍ରସଙ୍ଗେ ଅନାସକ୍ତି। ସେ ବ୍ରହ୍ମ ଅଟେ ସଦା ସତ ଅନାଦି ନିର୍ଗୁଣ ଅନନ୍ତ। ତହିଁ ଯାହାର ରତି ହୋଏ ସେ ପ୍ରାଣୀ ବଦ୍ଧ ନୋହେ ମୋହେ। ସେ ବ୍ରହ୍ମେ ଯାର ନିଷ୍ଠା ରତି ତେବେ ତା ହୋଏ ଦୃଢ଼ ମତି। ଯେ ସଦା ଗୁରୁ ସେବା କରେ ସେ ତେବେ ଜ୍ଞାନ ମାର୍ଗ ଧରେ। ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ କୋଶ ଦହେ ହେଳେ। ଏ ପଞ୍ଚଭୂତର ହୃଦୟ ଜୀବର ହୋଇଛି ଆଳୟ। ଜ୍ଞାନ ଅନଳ ହେଲେ ଜାତ ତେବେ ସେ ହୋଏ ଭସ୍ମଗତ। ଏ ଜୀବ କୋଶ ଯେବେ ଯାଇ ତେବେ ସେ ବ୍ରହ୍ମ ଜ୍ଞାନ ପାଇ। ଅନଳ ପ୍ରକାଶିଲେ ଯେହ୍ନେ ଦଗ୍ଧ ହୁଅନ୍ତି କାଷ୍ଠମାନେ। ତେସନେ ଏ ଲିଙ୍ଗ ଶରୀର ଜ୍ଞାନେ ଦହଇ ନୃପବର। ଏମନ୍ତ ଜ୍ଞାନ ଭବେ ଯାର ଏମନ୍ତ ଜ୍ଞାନ ଉଦେ ଯାର ନୁହଁଇ ଭବବନ୍ଧ ତାର। ଉପାଧି ବାସନା ଅଶେଷ ଜ୍ଞାନ ଅନଳେ ହୋଏ ଧ୍ୱଂସ। ଉପାଧି ହତେ ନୃପରାଏ ତାର ଗୁଣାଦି ହୋଏ ଲୟେ। ବିନାଶ ହୋଏ ଅଭିମାନ ଆପଣା ପର ଆଦି ଜ୍ଞାନ। ଜନ୍ମଇ ନିଜ ଭାବେ ରତି ଏ ପରା ପର ନୋହେ ମତି।
ସେ ପୁଣି ଅନ୍ତର ବାହାରେ ଏ ଦୁଃଖ ସୁଖ ନ ବିଚାରେ। ବାହ୍ୟେ ସେ ନ ଲକ୍ଷ୍ୟଇ କିଛି ଘଟାଦି ବସ୍ତୁ ଯେତେ ଅଛି। ଏଥକୁ ପ୍ରତିଲକ୍ଷ୍ୟ ଦେବା ଭୋନ ରୂପ ଦେଖାଇ କହିବା। ଦ୍ରଷ୍ଟା ଦୃଶ୍ୟର ଭିନ୍ନେ ବିଧି ଏହାଙ୍କ ହେତୁ ମନ ବୁଦ୍ଧି। ଏ ଆତ୍ମା ଏ ମୋହର ପର ଏ ଭେଦ କରେ ଅହଙ୍କାର। ଭେଦ କରନ୍ତା ଯେବେ ମଲା ତାର ଅଜ୍ଞାନ କ୍ଷୟ ଗଲା। ଅଜ୍ଞାନ ନାଶେ ସର୍ବେ ଏକ ଭୋନ ରୂପ ବିଚାର ବିବେକ। ଯେସନେ ଶୟନେ ସ୍ୱପନ ମିଥ୍ୟାଭିଳାଷେ ଦେଖେ ମନ। ଆପणे ହୋଇଥାଇ ରାଜା ସଙ୍ଗତେ ଦେଖେ ଜନ ପ୍ରଜା। ସୈନ୍ୟ ସାମନ୍ତ ଗଜରଥ ମିଥ୍ୟା ପ୍ରପଞ୍ଚ ମଣେ ସତ। ସେ ପୁଣି ସ୍ୱପ୍ନ ଅବସାନେ ସକଳ ମିଥ୍ୟା କରି ମଣେ। ରାଜ୍ୟ ସମ୍ପଦ ଭୋଗ ଯେତେ ଶୋଚନା ନ କରଇ ଚିତ୍ତେ। ତେସନେ ଜ୍ଞାନ ଉପୁଜିଲେ ଏ ସର୍ବନାଶ ଜାନ୍ତି ଭଲେ। ଏ ଆତ୍ମା ଦେଖନ୍ତା ପୁରୁଷ ଇନ୍ଦ୍ରିୟ ଅର୍ଦ୍ଧାଦି ପ୍ରକାଶ। ଏବେନି ପର ଅହଙ୍କାର ଏ ଭେଦ ବିବେକ ବିଚାର। ଯାଦବ ଉପାଧି ଅଛଇ ତାବତ ଭେଦ ବୁଦ୍ଧି ଥାଇ। ଉପାଧି ହତେ ସର୍ବନାଶ ତେବେ ସେ ଆତ୍ମା ସୁପ୍ରକାଶ। ଏ ଆତ୍ମା ପରମ ପୁରୁଷ ଯାହାର ନାହିଁ ଗୁଣ ଦୋଷ। ଉପାଧି ଭେଦେ ଭିନ୍ନ ଦିଶେ ତା ବିନା ଏକ ସେ ପ୍ରକାଶେ। ଯେହ୍ନେ ଦର୍ପଣ ଜଳାଦିରେ ଆପଣା ପ୍ରତିବିମ୍ବ ଧରେ। ଏବେନି ହୀନେ ନ ଦିଶନ୍ତି ଆପଣା ଶରୀର ଆକୃତି। ଉପାଧି ହେତୁ ଭିନ୍ନ ଭିନ୍ନ ତା ଅବଶେଷେ ଏକ ଚିହ୍ନ। ଶୁଣ ହେ ପୃଥୁ ମହୀପତି ଅସଙ୍ଗ ଆର ବ୍ରହ୍ମରତି। ଏବେନି ମାର୍ଗ ମୋକ୍ଷ ହେତୁ ଭବ ସାଗର ପାର ସେତୁ। ଶୁଣ ସୁମନେ ହେ ରାଜନ ବିବେକହୀନ ଯେ ବାଜନ। ଯାହାର ଆତ୍ମାରତି ନୋହେଁ ଯେ ଦେହେ ଅହଙ୍କାର ବହେ। ଏ ମୋର ଦାରା ସୁତ ଘର ବୋଲି ବିଷୟେ ଅହଙ୍କାର। ବିଷୟ ରସେ ଇନ୍ଦ୍ରି ରସି ମନକୁ ଆଣଇ ଆକର୍ଷି। ଇନ୍ଦ୍ରିୟ ସଙ୍ଗେ ମନ ରସେ ନିଜ ଚେତନା ବଳ ଧ୍ୱଂସେ। ଏଣୁ ବିବେକ ତାର ନାହିଁ କୁସଙ୍ଗ ଦୋଷେ ମନ ମୋହି। ଯେସନେ କୁଶ ଆଦି ମୂଳ ହ୍ରଦରୁ ଓଟାରନ୍ତି ଜଳ। ତେସନେ ଦେଖ ବିଷୟାଦି ହରଇ ସର୍ବ ମନ ବୁଦ୍ଧି। ଚେତନା ବଳେ ସ୍ମୃତି ରହି ତାର ଅଭାବେ ସ୍ମୃତି କାହିଁ। ଯାହାର ସ୍ମୃତି ହୋଏ ନାଶ ତା ହୃଦେ ଜ୍ଞାନ ଅପ୍ରକାଶ। ଜ୍ଞାନ ବିନା ସେ ଆତ୍ମା ହତ ବେଦାନ୍ତେ କହନ୍ତି ପଣ୍ଡିତ। ଶୁଣ ନୃପତି ପୁରୁଷର ଏଥୁଟି ହାନି ନାହିଁ ପର। ବିଷୟ ସୁଖ ଭୋଗ ଲାଗି ହୁଅଇ ଆତ୍ମା ବଧେ ଭାଗି। ଯେ ନିଜ ହାନି ନ ବୁଝଇ ତାର ବିବେକ ଗୁଣ କାହିଁ। ଅର୍ଥ କାମାଦି ଧ୍ୟାନ ରାଏ ଏ ସର୍ବ ବିନାଶ ଉପାଏ। ଯେ ଜ୍ଞାନ ବିଜ୍ଞାନରୁ ହୀନ ତା ଜୀବ ସ୍ଥାବର ସମାନ। ଯେ ଚିତ୍ତ ବ୍ରହ୍ମେ ରତି ନୋହେ ସର୍ବ ଅନର୍ଥେ ଭାଗୀ ହୋଏ। ଅପରେ ଶୁଣ ହେ ରାଜନ ସଙ୍ଗଟି ଅନର୍ଥ କାରଣ। ସଂସାର ତ୍ୟାଗ ଯେ ଇଚ୍ଛିବ କେବେ ପାପୀ କ୍ରୂର ସଙ୍ଗ। ଧର୍ମାର୍ଥ କାମ ମୋକ୍ଷ ଭଙ୍ଗ କରଇ ପାପୀ କ୍ରୂର ସଙ୍ଗ। କୁସଙ୍ଗେ ସର୍ବନାଶ ହୋଏ ପଡ଼ଇ ମିଥ୍ୟା ମାୟା ମୋହେ। ଏବେ ତୁ ଶୁଣ ନୃପରାଣ ଏ ଚତୁର୍ବର୍ଗର କାରଣ। ଯେ ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ। ଧର୍ମାର୍ଥ କାମ ବୋଲି ଯାହା ଅନିତ୍ୟ ମିଥ୍ୟା ବୋଲି ତାହା। ଅନିତ୍ୟେ ମୃତ୍ୟୁ ଭୟ ପାଇ ଏଣୁ ଜ୍ଞାନୀ ତା ନ ଭାବଇ। ତୃତୀୟ ବର୍ଗ ବୋଲି ରାଏ ଦୁର୍ଲଭ ଯେ ଅର୍ଥ ଉପାଏ। ମୃତ୍ୟୁର ଭୟ ଯହିଁ ନାହିଁ ନିତ୍ୟ ଆନନ୍ଦ ରୂପ ସେହି। ଚତୁର୍ଥ ବର୍ଗ ବହୁ ମୂଲ୍ୟ ତୃତୀୟ ବର୍ଗ ନୋହେ ତୁଲ୍ୟ। ଯାହାର କାଳ ଭୟ ଅଛି ତାହାର ସୁଖ ନାହିଁ କିଛି। ଗୁଣ କ୍ଷୋଭର ପରେ ପ୍ରାୟେ ଯେ ଯେ ହୋଇଲେ ଭାବ ରାଏ।
ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତ ଈଶ୍ୱର ମାୟାରେ ଯନ୍ତ୍ରିତ। ଏହାଙ୍କ ଶ୍ରେୟ କେବେ ନୋହେ ଏଣୁ ଦଣ୍ଡଇ ଜନ୍ତୁରାଏ। ଆପଣି ଅର୍ଜଇ ଅନର୍ଥ ରାଜନ ବୁଝ ଏହି ମତ। ସ୍ଥାବର ଜଙ୍ଗମାଦିଠାରେ ଦେହ ଇନ୍ଦ୍ରିୟ ଅହଙ୍କାରେ ପ୍ରାଣ ବୁଦ୍ଧିରେ ଯେ ଆବୃତ ଏହାଙ୍କ ହୃଦୟରେ ବ୍ୟକତ। ଯେ ଅଧ ଊର୍ଦ୍ଧ୍ୱେଛନ୍ତି ପୁରୀ ସର୍ବବ୍ୟାପକ ନରହରି। ଦେହକୁ କ୍ଷେତ୍ର ବୋଲି କହି ଜୀବନ ଜାଣେ ଏହା ବହି। ଏ ଦେହ ବହି ଅହଙ୍କାରେ ଜୀବ ପରମ ବୁଦ୍ଧି ହରେ। ଜୀବର ପ୍ରଭୁ ଭଗବାନ ପ୍ରକାଶ କରନ୍ତି ଚେତନ। ଭୋ ରାଜା ନିଶ୍ଚେ ଜାଣ ତୁହି ଏ ଆତ୍ମା ରୂପ ତୁହି ମୁହିଁ। ଏ ଆଦି ଚରାଚର ଯେତେ ଆତ୍ମା ସ୍ୱରୂପ ସର୍ବଭୂତେ। ଯେ ଆତ୍ମା ଆଶ୍ରୟେ ଜଗତ ଶୋଭା ପାଉଛି ସଦସତ। ମାୟାରେ ହୋଇଣ ପ୍ରଭେଦ ଜ୍ଞାନ ବିବେକେ ତାହା ଛେଦ। ଆତ୍ମାକୁ ମାୟା ନ ସ୍ପର୍ଶେ ଯେସନେ ପବନ ଆକାଶେ। କର୍ମର ମୂଳ ଏ ପ୍ରକୃତି ଏହାକୁ ଯେ ନାଶ କରନ୍ତି। ସେ ଆତ୍ମା ସର୍ବଠାରେ ଯୁକ୍ତ ଲିପ୍ତ ହୋଇଣ ଥାଇ ମୁକ୍ତ। ସେ ଶୁଦ୍ଧ ପରମ ପୁରୁଷ ତାରେ ଶରଣ ବେଗେ ପଶ। ଯାହାର ପାଦ ପଦ୍ମେ ଭକ୍ତି କରି ସାଧୁଏ ନିସ୍ତରନ୍ତି। ସୁଗମ ପଥ ଏ କାରଣ ଅବିଘ୍ନେ ଲଭ ନାରାୟଣ। କଠୋର ଯୋଗାଦି ସାଧନ ସୁଗମ ଭକ୍ତି ହେ ରାଜନ। ସେ ଆତ୍ମା ଆନନ୍ଦ ପାଇବ ଭକ୍ତିରେ ଭଜ ବାସୁଦେବ। ଏ ଭବ ସମୁଦ୍ର ଅପାର ଇନ୍ଦ୍ରିୟ ନକ୍ର ମହାଘୋର। ଏ ଜଳ ତରଣୀ ଯେ ଭେଳା ତହିଁରେ ନକର ତୁ ହେଳା। ଅଷ୍ଟାଙ୍ଗ ଯୋଗ ଯୋଗୀ ସାଧି ତରନ୍ତି ଯୋଗ ଭେଳା ବାନ୍ଧି। ସେ ଅତି କ୍ଲେଶେ ହୁଅନ୍ତି ପାର ନୋହିଲେ ଭ୍ରମନ୍ତି ଅପାର। ସୁଗମ ତରଣୀ ଉପାଏ ତୁମ୍ଭଙ୍କୁ କହି ଦେବାରାଏ। ଗୋବିନ୍ଦ ଅଭୟ ପୟର ଯେ ଭଜେ ଭେଳା ମଧ୍ୟେ ସାର। ସେ ପାଦେ କଲେ ଏକ ଭାବ ସୁଖେ ତରିବ ଭବାର୍ଣ୍ଣବ। ଏ ଭକ୍ତି ଯୋଗ ସୁସାଧନ ମୋକ୍ଷକୁ ପରମ କାରଣ। ମୈତ୍ରେୟ ଉବାଚ ଏମନ୍ତ ଶୁଣ ହେ ବିଦୁର ଯେ ଜ୍ଞାନ କହିଲେ କୁମାର। ପୃଥୁ ଶ୍ରବଣେ ଆତ୍ମାଗତି ପ୍ରଣମି ଚରଣେ ବୋଲନ୍ତି। ରାଜା ଉବାଚ ତୁମ୍ଭେ ଦୟାଳୁ ଯୋଗୀ ଜନ ସୌଭାଗ୍ୟ ତୁମ୍ଭ ଦର୍ଶନ। ଯେଣୁ ଗୋବିନ୍ଦ କୃପା ଥିଲା ତେଣୁ ଦର୍ଶନ ମୋର ହେଲା। ହରିଙ୍କି ଦେଖାଇବା ପାଇଁ ମୋହିତେ ଅଇଲ ଗୋସାଇଁ। ମୋର ସଂଶୟ ଯେତେ ଥିଲା ତୁମ୍ଭ ଦର୍ଶନେ ଦୂର ଗଲା। ମୋହର ମନୋରଥ ଯେତେ ସମ୍ପୂର୍ଣ୍ଣ କରିଦେଲି ମୋତେ। ମୋହର ମନୋରଥ ଯେତେ ସମ୍ପୂର୍ଣ୍ଣ କରିଦେଲ ମୋତେ। ତୁମ୍ଭଙ୍କୁ କି ଭାବେ ସେବିବି ଉତ୍ତମ ଦ୍ରବ୍ୟ କେବା ଦେବି। ଦେହ ସହିତେ ଦ୍ରବ୍ୟ ମୋର ସାଧୁଙ୍କ ଉଚ୍ଛିଷ୍ଟ ବ୍ୟବହାର। ସୁଦୟା କରି ସାଧୁ ଜନେ ରାଜ ବିଭୂତି ତୋଷ ମନେ। ସମର୍ପିଛନ୍ତି ମୋର ତହିଁ ଏଥେ ପ୍ରଭୁତ୍ୱ ମୋର ନାହିଁ। କି ଭାବେ କରିବି ସେବନ ଏ ଦେହ ସାଧୁଙ୍କ ଅଧୀନ। ଯେହ୍ନେ ବାଳକେ ସ୍ନେହ ବହି ତାତ ଜନନୀ ଧନ ଦେଇ। ପୁଣି ନ କରନ୍ତି ଗ୍ରହଣ ଏ ସର୍ବ ତୁମ୍ଭର ଅର୍ପଣ। ତୁମ୍ଭ ପ୍ରତୋଷେ ଶକ୍ୟ ନାହିଁ ରାଜସେବକ ପ୍ରାୟେ ହୋଇ। ତାଙ୍କୁ ତାମ୍ବୁଳ ନିଯୋଜନ୍ତି ମଧ୍ୟରେ ସେବକ ବୋଲାନ୍ତି। ସେ ଅନୁସାରେ ମୋ ବିଚାର ଯେ କିଛି ଦ୍ରବ୍ୟ ଅଛି ମୋର। ପ୍ରାଣ ତନୟ ଆଦି ଯେତେ ଏ ରାଜ ବିଭୂତି ସହିତେ। ଅପରେ ଚତୁରଙ୍ଗ ବଳ ସମର୍ପିଅଛି ମୁଁ ସକଳ। ଏଥେ ମୋ ନାହିଁ ଅଧିକାର ମୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର। ଯେ ସର୍ବ ସେନା ଅଧିପତି ଦଣ୍ଡ ଅଦଣ୍ଡ ରାଜନୀତି। ସକଳ ଲୋକେ ଅଧିକାର ଏ ସର୍ବ ବେଦବିଦଙ୍କର। ସେ ବିପ୍ରେ ନିଜ ଧନେ ଶାନ୍ତି ଜୀବଙ୍କୁ କଲ୍ୟାଣେ ପାଳନ୍ତି।
ब्राह्मण अनुग्रहे अन्न भुञ्जन्ति क्षत्रियादि वर्ण ब्रह्मा सर्जने ए जगते अछि अपूर्व द्रव्य जेते ए सर्व जेबे समर्पिबि तेबे प्रतोषि न पारिबि निगम वेत्ता प्रभु माने मोते तोषिले दिव्य ज्ञाने एकांते देल आत्मा पद मोहर नासिल प्रमाद तुम्भे दयाळु जोगेश्वर अधम जने कृपा कर अव्यक्त ब्रह्म दृष्टि गते प्रत्यक्षे देखाइल मोते अज्ञान भाव विनाशील संसार बंधु निस्तारिल एमंत महिमा तुम्भर अशेष जीवे हित कर एणु गुरुंक सुकल्याण साधक मोक्षर कारण उपाय नाही मोर किछि केवल अंजलि मो अछि। मैत्रेय उवाच एमंत सनकादिजने सन्तोष पृथुरवचने नृपशीलता प्रशंसिले तक्षणे अंतर्धाने गले सकल जन दृष्टि गते सिद्धे गमिले शून्य पथे तदन्ते जे पृथुराजन महतपणे से प्रधान अध्यात्म मार्गरे रहिले आत्मज्ञानरे पूर्ण हेले आत्मारे करी अवस्थिति काଳରେ कर्मादि करन्ति से देश काल यथोचित जेवंत अछई विहित से अनुसारे कर्म कले विप्रंकु दान प्रतोषिले निज पर जागण राई अति आनंदे दया बही कहन्ति भव सिंधु पार अमृत सुस्निग्ध मधुर हे पुत्रे सावधाने शुण जेणे होइब परित्राण कहिबा तहिर उपाय जेणे खंडिब मृत्यु भय सकले कृष्ण आश्रय कर ए घोर संसारु निस्तर जे कृष्ण चरणे सेवन्ति ए भव भय निवारन्ति आम्भर वाक्य दृढ़े धर राजस्व भय परिहर आयुष धर्म धन जेते आम्भे पाइलु तो सचिते एमंत मधुर वचने प्रजा शिखाई प्रबोधने अर्पण करी काम्य फल निवृत्त होइले भूपाल मु आत्मा प्रकृति रूपर अध्यक्ष कर्म मानकर आत्मा को एमंत से मणि गृहे रहिले नृपमणि संपद परिपूर्णे छन्ति इंद्रिय भोग न इच्छन्ति छाड़ी सकल अहंकार विषय आदि जे विकार केउ कर्मरे लिप्त नोहि सूर्य किरण प्राय होई ए रूपे अध्यात्म जोगरे कर्म आचरन्ति संसारे ताहांक अर्चिना मे राणी प्रत्यक्षे लक्ष्मी ठाकुराणी पंचतनय तांक ठारे पृथु जन्माइले बेभारे विजित अश्वधूम्रकेश हर्यक्ष द्रविण मृकेश ए पंचतनय तांकर नृप समाने शूरवीर कहिबा शुण हे विदुर राजांक जे गुण प्रचार इंद्रादि दश दिगपाल एहांक गुणे से भूपाल से नृप अंगे एके एके बसिले अवयव जाके बसिले स्वभृति आवरी शुण विदुर हेतु करी जगत प्रतिपालिबारे से जन्म लभिले संसारे मन वचन काय वृत्ति अति सुंदर गुण कीर्ति जेणु रंजित जन प्रजा तेणु ताहांक नाम राजा तातुल्य नाही नृपवर समे कि सोम पटांतर से राजा सूर्यंक समान ताते जे पृथ्वी दीप्तिमान केही न पारे तेज धरी तेणु से अग्नि सम सरी रणे दुर्जय महाराजा एणु महेंद्र सम तेजा सहिष्णु गुणे से पृथ्वी अभीष्ट दाने से सुरभि जिमुत प्राय वृष्टि करे प्रजांक प्रार्थना जे पुरे पयोधि तुले जे गंभीर सुधीर जनक भूधर पयोधि तुले जे गंभीर सुधीर कनक भूधर धर्म समाने शिक्षाकारी आश्चर्य हिमालय गिरी
कुबेर तुले धनेश्वर रक्षक जेह्ने रत्नाकर गुणे सकळ जीवे प्राण शीतळ पणे चंद्रजान जीवन बळ तेज घेनी एणु मरुत सम माने क्रोधरे काळ रुद्र सम सुंदरे सम नुहे काम प्राक्रमे सम मृग इंद्र दयारे से मनु नरेंद्र प्रभुत्वपणे जेह्ने विधि गुरु समाने ब्रह्मवादी विष्णु समाने जितेंद्रिय पाळने गुरु विप्रप्रिय विष्णु वैष्णव जन ठारे सेवंती विनय व्यवहारे समे प्रतुल्य केहि नाही सज्जने दूत ब्रह्मा सेहि एतिनी लोके तांको जस जेह्ने श्रवणे हरिरस श्रीराम तुल्य कीर्तिकारी शुण गावंती नर नारी शुण विदुर भाग्यवंत से पृथु राजार चरित पृथु चरित सुधारस मन भ्रमर तहि रस अमृत रसमय वाणी चतुर्थ स्कंधे जाहा भणी कहई दास जगन्नाथ सन्थ चरणे देई चित्त इति श्रीमद्भागवते महापुराणे पारमहंस्यां संहितायां चतुर्थस्कन्धे पृथुचरिते द्वाविंशोऽध्यायः।